ଆପଣମାନଙ୍କର ଖାତାକେ ଯେନ୍ ଆସବାର୍ ଲାଗି ଯାଉଥିଲା ପଇସା 17 ଟଙ୍କା ଏବେ ଆସି ଯାଇଛେ, ଯାହାକି 10,000 ଟଙ୍କା ଲେଖା ଆସିଛେ। ଆପଣମାନଙ୍କର ମନେ ଯେନ୍ ଉଙ୍କି ମାରୁଥିଲା କଥାଟା କି 5,000 ଆସବା ନା 10,000 ଆସବା ବୋଲିକିରି, ତ ଫାଇନାଲି ଆସିଯାଇଛେ ଯେନ୍ ପଇସା କି 10,000 ଟଙ୍କା ଆସିଯାଇଛେ ଆପଣଙ୍କର ଖାତାରେ। ତ ଆପଣଙ୍କୁ ଦେଖେଇ ଦେଉଛେଁ କି ମେସେଜଟା ଯେନ୍ ଆସିଛି ବ୍ୟାଙ୍କ ତରଫରୁ 10,000 ଟଙ୍କା। ଆଉ ଯଦି ବି ଯାହାରଟା ନେଇ ଆସବା ତ ସନ୍ଧ୍ୟା ତक ୱେଟ୍ କରୁନ୍, ସନ୍ଧ୍ୟା ଭିତରେ ଆପଣଙ୍କର ପଇସାଟା ଡିପୋଜିଟ୍ ହେଇଯିବା 10,000 ଟଙ୍କା। ଆଉ ଯାହାର ଖାତାକେ ନେଇ ଆସି ଏକତବ ବି ପଇସା ତ ଚିନ୍ତା କରବାର୍ ନାଇଁନ। ପଇସାଟା ଆପଣମାନଙ୍କୁ ଦେବାର୍ ଲାଗି ସରକାର ଚେଷ୍ଟା ଚଲେଇଛନ୍ କି ସମସ୍ତେ କେନ୍ତା କରି ପାଇପାରିବେ ପଇସାଟା। ତ ସେ ପ୍ରଭାତୀ ପରିଡ଼ା ମ୍ୟାଡ଼ାମ୍ କହିଥିଲେ କି ଯାହାର ଆକାଉଣ୍ଟକେ ପଇସା ଯିବା ତ ସେ ଆଗକେ କିଛି କରିପାରନ୍ତ। ଓଡ଼ିଶାର ଯେତେ ବି ମହିଳା ଏଲିଜିବୁଲ୍ ହେବେ ସୁଭଦ୍ରାର ଲାଗି ତ ସମସ୍ତଙ୍କୁ ଦେବାର୍ ଲାଗି ସେ ପ୍ରତିଶ୍ରୁତି ଦେଇଥିଲେ। ତ ସେଥିର୍ଲାଗି ଯେନ୍ ଟେକ୍ନିକାଲ୍ ଇସ୍ୟୁ ମାନେ ରହୁଛେ, ସେଥିର୍ଲାଗି ବ୍ୟାଙ୍କର ଯେନ୍ ପ୍ରୋବ୍ଲେମ୍ ରହୁଛେ, ସେଥିର୍ଲାଗି ପଇସାଟା ପଡ଼ି ନି ପାରବାର୍। ତ ସେଥିର୍ଲାଗି କିଛି ଆଗକେ କିଛି ସେ ଆନିପାରନ୍ତ ଗାଇଡ଼ଲାଇନ୍ କ୍ରାଇଟେରିଆ ଆନିପାରନ୍ତ କି ସେମାନେ ପଇସାଟା କାଇଁଥିଲା ନି ପଡ଼ବାର୍, ଏ କାଣା ଅସୁବିଧା ହଉଛେ। ତ ସେ ବିଷୟରେ ତ ଆଗକେ କିଛି ଅପଡ଼େଟ୍ ନାଇଁ ନ ଏବେ। ତ ଏବେ ଯେନ୍ ପଡ଼ିଛେ ପଇସାଟା ତ 1,70,000 ଲୋକେ ଯେନ୍ ପଡ଼ବାର୍ ଥିଲା ମହିଳାମାନଙ୍କର ଖାତାରେ, ତ 1,70,000 ତ ନାଇଁ ପଡ଼ି। ତ ଏଟା ଲଗଭଗ 1,50,000 ମହିଳାଙ୍କର ଖାତାକେ ଯାଇଛେ ପଇସାଟା। ତ ସେ ହିସାବେ ଦେଖ୍ମା ବେଲେ ଆଉ 20,000 ଖଣ୍ଡେ ରହିଯାଇଛନ୍, ଯାହାକି ଆଗାମୀ ଦିନରେ ସେଟାକେ ଦେମି ବୋଲିକିରି ଏବେ ତ କିଛି ଅପଡ଼େଟ୍ ନେଇ ଆସବାର୍ ଥିଲି। ତ ସେଥିର୍ଲାଗି ଆପଣମାନଙ୍କୁ ୱେଟ୍ କରବାର୍ ଲାଗି ପଡ଼ବା, ଖାତାକେ ଆପଣଙ୍କର ରେଡ଼ି କରବାର୍ ଲାଗି ପଡ଼ବା। ତ ସବୁ ଠିକ୍ ଥାଇକରି ଯଦି ପଇସା ନେଇ ପଡ଼ୁଛେ ତ ଆପଣମାନଙ୍କୁ ଆସବାର୍ ରକ୍ଷାବନ୍ଧନକେ ୱେଟ୍ କରବାର୍ ଲାଗି ପଡ଼ବା। ତ ସେଦିନ ତ ଆପଣମାନେ ଆପଣଙ୍କର ଖାତା ଡିବିଟି ଲିଙ୍କ୍ କରି ନେଇଥଉନ୍ ବ୍ୟାଙ୍କରେ ଯାହା ଅଛେ ଯେନ୍ ପ୍ରୋବ୍ଲେମ୍ ମାନେ ଅଛେ, ତ ସେ ଜିନିଷ୍ ଠିକ୍ସେ ରଖିଦେଇଥଉନ୍। ଯେନ୍ ମା' ମାନେ ଯେନ୍ ଆପ୍ଲାଏ କରିଥିଲେ ମାର୍ଚ୍ଚ 31 ସୁଦ୍ଧା, ତ ସେମାନଙ୍କର ପଇସା ଯଦି ବି ନେଇ ପଡ଼ି ଇ କିସ୍ତିରେ, ତ ତାହାକେ ଦେବାର୍ ଲାଗି ଚାହୁଁଛନ୍ କି ଯେନ୍ ଆମର୍ ଆଗାମୀ ଦିନରେ ଯେନ୍ ଦେବାର୍ ଲାଗି ଚାହୁଁଛନ୍ ଆମର୍ ଯେନ୍ ରହୁଛେ ରକ୍ଷାବନ୍ଧନରେ ତାହାକେ ଥରେକେ 15,000 ଟଙ୍କା ଦେମି ବୋଲି କହୁଛନ୍। ତ ସେ ବାବଦରେ କିଛି ଅପଡ଼େଟ୍ ଥିଲା ଏଟା।